ଆପଣ ପରିଚୟ? ମୁଁ ଏସ୍କେ ପାହାଡ଼ ସିଂ, ଫରେଷ୍ଟ ରେଞ୍ଜ ଅଫିସର କୋରାପୁଟ। ଆଜି କ'ଣ ଇଏ ଚାଲିଛି? ଆଜିଠୁ ଆମର ଅଲ୍ ଇଣ୍ଡିଆ ଟାଇଗର ଏଷ୍ଟିମେସନ୍ର ଯେଉଁ ସର୍ଭେ ହୁଏ ତାର ଆଜି ଫାଷ୍ଟ ଦିନ ଥିଲା। ଆଜିଠୁ ଆମର ଟ୍ରାଏଲ୍ ସର୍ଭେ 3 ଦିନ ଚାଲିବ, ଯେଉଁଥିରେ କି ଆମର ଷ୍ଟାଫ୍ ମାନେ ଆମର ଆମ କୋରାପୁଟ ଫରେଷ୍ଟ ରେଞ୍ଜରେ 10ଟା ୟୁନିଟ୍ କରାହେଇଛି। 10ଟା ୟୁନିଟ୍ରେ ସବୁ ୟୁନିଟ୍ରେ ଫରେଷ୍ଟର, ଫରେଷ୍ଟ ଗାର୍ଡ଼ ଆଉ ସ୍କ୍ୱାଡ୍ ମେମ୍ବର ସବୁ ଅଛନ୍ତି ଆମର। ସେମାନେ ଯାଇକି ତାଙ୍କର ମାନେ ଆଲଟେଡ୍ ବିଟ୍ ଯେଉଁଟା ୟୁନିଟ୍, ଯେଉଁଟାକୁ ବିଟ୍ ଆମେ ୟୁନିଟ୍ କହୁଛେ, ସେଠି ସେମାନେ ଫାଷ୍ଟ 3 ଦିନ ଟ୍ରାଏଲ୍ ସର୍ଭେ କରିବେ, ଯେଉଁଥିରେ କି ସେମାନେ 5 କିଲୋମିଟର ଜଙ୍ଗଲ ଭିତରେ ଚାଲିବେ ଯାଇକି। ତାପର 3 ଦିନ ସେମାନେ ଟ୍ରାଞ୍ଜାକ୍ଟ ସର୍ଭେ କରିବେ, 2 କିଲୋମିଟରରେ ସେମାନେ ସେମିତି ସର୍ଭେ କରିବେ। ଏମିତି ଆମର 10ଟା ୟୁନିଟ୍ କରାହେଇଛି। ମାନେ 10ଟା ୟୁନିଟ୍ ହେଲା, ଗୋଟେ ଆମର କୋରାପୁଟରେ 2ଟା ୟୁନିଟ୍ ହେଇଛି, ତାପରେ ଗୋଟେ ଡଙ୍ଗରି, ଲିଟିପୁଟ, ଜାନିଗୁଡ଼ା, ମାଥାଲପୁଟ, ଦାମନଯୋଡ଼ି, ଏମିତି ହେଇକି ଟୋଟାଲ ରାଣୀଗଡ଼, ଏମିତି ହେଇକି ମାଙ୍ଗରା 10ଟା ବିଟ୍ କରାହେଇଛି। ସେଇଥିରେ ସେମାନେ ଏଇ 21 ତାରିଖ ଯାଏଁ ଚାଲିବ ସର୍ଭେ। 21 ତାରିଖ ଯାଏଁ ସର୍ଭେ କରିବେ ମର୍ଣ୍ଣିଂରେ ଯାଇକି। ଏ ରେଞ୍ଜରେ କେତେ ଜଣ ନିୟୋଜିତ ଅଛନ୍ତି? ଏ ରେଞ୍ଜରେ ଟୋଟାଲ 10ଟା ୟୁନିଟ୍ରେ 40 ପିପୁଲ ଏନଗେଜ୍ ଅଛନ୍ତି।